ସୁଜାତା ଭେଙ୍ଗରା ତାଙ୍କର ବାପାଙ୍କ ନାଁ ହେଲା ରବର୍ଟ ଭେଙ୍ଗରା, ତାଙ୍କ ଘର ହେଲା ଦେହୁରୀପଡ଼ା, ଗୋବିନ୍ଦପୁର ଥାନା ଅଞ୍ଚଳ ତାଙ୍କ ଘର। ଏବଂ ତାଙ୍କର ସୁଜାତା ଭେଙ୍ଗରାଙ୍କର ଆଉ ଅନୁଜ ଲୁଗୁନ ତାଙ୍କର ଘର ହେଲା ବୁଡ଼କାମାଳ ଗୋବିନ୍ଦପୁର। ତାଙ୍କ ଭିତରେ ପ୍ରାୟ 2 ବର୍ଷ ହେବ ତାଙ୍କ ଲଭ୍ ଆଫେୟାର୍ସ ଥିଲା ଏବଂ 2 ଜଣଙ୍କ ମଧ୍ୟ ସମ୍ପର୍କୀୟ ଯେହେତୁ ହେବେ, ତେଣୁକରି ସେ ଅନୁଜ ଲୁଗୁନ ଯିଏ ମୁଦାଲା ଅଛନ୍ତି କେଶର, ସେ ସୁଜାତାଙ୍କ ଘରକୁ ଯା ଆସ କରନ୍ତି ଏବଂ ସୁଜାତା ମଧ୍ୟ ଅନୁଜଙ୍କ ଘରକୁ ଯାଆନ୍ତି। ଗତ 15/8/2026 ଅନୁଜ ଲୁଗୁନ ସେ ଯାଇଥିଲେ ସୁଜାତାଙ୍କର ଘରକୁ ଏବଂ ସେମାନେ ମିଶିକିରି 7ଟା ବେଳକୁ ବାହାରିଲେ। ସୁଜାତା ଆଉ ଅନୁଜ ସେମାନେ ମିଶିକିରି ବାହାରିଲେ ଏବଂ ଅନୁଜ ଘରେ ସେଦିନ ରାତିରେ ସେ ସୁଜାତା ରହିଥିଲେ ଏବଂ ଅନୁଜ 16 ତାରିଖ ଦିନ 2:30 ସମୟରେ ସୁଜାତାଙ୍କର ମା ଲିଲିମା ଭେଙ୍ଗରାଙ୍କୁ ଫୋନ୍ କରି କହିଲେ ଯେ ତାଙ୍କ ଝିଅ ସୁଇସାଇଡ୍ କରିଛନ୍ତି ବୋଲି ବେକରେ ରସି ଦେଇ ସୁଇସାଇଡ୍ କରିଛନ୍ତି ଏବଂ ଏ ଖବର ପାଇକରି ଲିଲିମା ଭେଙ୍ଗରା ଯାଇ ଦେଖିଲେ ତାଙ୍କ ଝିଅଙ୍କର ଗାଲରେ କିଛି ଦାଗ ଅଛି ଏବଂ ବେକରେ ମଧ୍ୟ ଦାଗ ଅଛି, ଲିଗେଚର ମାର୍କ ଅଛି। ସେ ଏ ସଂକ୍ରାନ୍ତରେ ଗୋବିନ୍ଦପୁର ଥାନାରେ ଜଣେ ଏଫଆଇଆର୍ ଦେଲେ। ସେଥିରେ ଏଫଆଇଆର୍କୁ ଭିତ୍ତି କରି ଆମେ କେସ୍ ନମ୍ବର 124/26 ରେଜିଷ୍ଟ୍ରେସନ କରାଯାଇଛି। ମର୍ଡର ଦଫାରେ ହତ୍ୟା ମକଦ୍ଦମା କରାଯାଇଛି ଏବଂ ଏ କେସ୍ରେ ଆମର ସାଇଣ୍ଟିଫିକ୍ ଅଫିସର ଏବଂ ଆମର ସିନିୟର ଅଫିସର ମଧ୍ୟ ସ୍ପଟ୍ ଭିଜିଟ୍ କରିଥିଲେ। ଏ ସହିତ ସେ ଅନୁଜ ଲୁଗୁନଙ୍କୁ ଏଥିରେ ଆରେଷ୍ଟ କରି ଫରୱାର୍ଡ କରାଯାଇଛି। ସୁଜାତାଙ୍କର ଡେଡ୍ ବଡି ତାକୁ ଇନକ୍ୱେଷ୍ଟ କରାଇ ପୋଷ୍ଟମର୍ଟମ କରାଯାଇଛି ଏବଂ ତାଙ୍କର ଫ୍ୟାମିଲି ମେମ୍ବର୍ସକୁ ହ୍ୟାଣ୍ଡ ଓଭର କରାଯାଇଛି। କେସ୍ ମଧ୍ୟ ତଦନ୍ତ ଚାଲିଛି। ଶୁଣିବାକୁ ମିଳୁଛି ଯେ ସେମାନେ ସମ୍ପର୍କୀୟ ହେବେ ବୋଲି। ହଁ, ସେମାନେ ସମ୍ପର୍କ ମୁଁ ଆଗରୁ କହିସାରିଛି। ସେମାନେ ସୁଜାତା ଏବଂ ଅନୁଜ ସେମାନେ ତାଙ୍କ ଫ୍ୟାମିଲି ସମ୍ପର୍କ ଫ୍ୟାମିଲି ଡିଷ୍ଟାନ୍ସ ରିଲେସନସିପ୍ ଥିଲେ। ସେମାନେ ବିବାହ କରିନଥିଲେ। ସେଦିନ ରାତିରେ ଆଉ ଯାହା ବି ଆମର ପ୍ରାରମ୍ଭିକ ତଦନ୍ତ ଜଣାପଡ଼ିଛି ଯେ ସୁଜାତା ଅନୁଜ ଘରେ ପହଞ୍ଚିଲା ପରେ ସୁଜାତା ଡିମାଣ୍ଡ କରୁଥିଲେ ମୋତେ ମ୍ୟାରେଜ୍ କରନ୍ତୁ ବୋଲି। ଆଉ ଅନୁଜଙ୍କର ବାପା ମା ମଧ୍ୟ କେହି ନାହାନ୍ତି ମୁଦଲାଙ୍କର ଏବଂ ତା ଭାଇ ମଧ୍ୟ ସେ ଆର୍ମିରେ ଯାଇଥିବ, ସେ ବାହାରେ ଅଛନ୍ତି। ଅନୁଜ ସେ ଗୋଟେ ଘରେ ରହନ୍ତି ଏବଂ ଅନୁଜ ମନା କଲେ ନାହିଁ, ଯେହେତୁ ସେ ମାଉସୀ ହେବେ, ମାଉସୀ ପୁତୁରା ହେବେ, ତେଣୁକରି ତାଙ୍କର ରାଜି ହେଉନାହାନ୍ତି। ଏ ବିଷୟରେ ତାଙ୍କର ଝଗଡ଼ା ହେଇଥିଲା। ଝଗଡ଼ା ପରେ ତାଙ୍କର ସେ ସୁଇସାଇଡ୍ କରିଛନ୍ତି ଯାହା ପ୍ରାରମ୍ଭିକ ରିପୋର୍ଟ ଜଣାପଡ଼ୁଛି ଏବଂ ତାଙ୍କ ରିପୋର୍ଟ ଉପରେ ମର୍ଡର କେସ୍ କରିଛନ୍ତି। ତଦନ୍ତ ଚାଲିଛି। ଅନମ୍ୟାରେଡ୍ ସୁଜାତା ଅନମ୍ୟାରେଡ୍, ବୟସ 28 ବର୍ଷ ହେବ। ଅନୁଜଙ୍କର ସେ ଅନମ୍ୟାରେଡ୍ ଥିଲେ, ତାଙ୍କର ବୟସ 34 ବର୍ଷ।